ଫାଇନାଲି ଆମେ ଦି ଭାଇ ବାହାରି ପଡ଼ିଥିଲୁ ଆମର ସେଇ ଟ୍ରିପ୍ରେ। ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ସକାଳୁ ଉଠିକି ଆମେ ଦି ଭାଇ ବାହାରି ପଡ଼ିଥିଲୁ ଟ୍ରିପ୍ରେ ଯିବା ପାଇଁ, ତ ସେଥିପାଇଁ କ୍ୟାବ୍ ବୁକ୍ କରିଦେଇଥିଲୁ। ତ କ୍ୟାବ୍ ବୁକ୍ କରିକି ସାଙ୍ଗେ ସାଙ୍ଗେ ପହଞ୍ଚି ଯାଇଥିଲୁ ଆମର ରେଲୱେ ଷ୍ଟେସନରେ। ଆଉ ସେଠି ପହଞ୍ଚିକି ଦେଖିଲା ବେଳକୁ ଦେଖିଲୁ ଯେ ଭାଇ ଅଲରେଡ଼ି ଆମ ବନ୍ଦେ ଭାରତ ଛିଡ଼ା ହେଇଛି। ଆଉ ଭାଇ ବନ୍ଦେ ଭାରତ ତ ଟାଇମ୍ରେ ପୁରା ପରଫେକ୍ଟ, ଟିକେ ଲେଟ୍ କରିବ ଗେଟ୍ କ୍ଲୋଜ୍। ତ ଭାଇ ଆମେ ଟୋଟାଲି ରିସ୍କ ନ ନେଇକି ସାଙ୍ଗେ ସାଙ୍ଗେ ପଶିଗଲୁ ଟ୍ରେନ୍ ଭିତରେ। ତ ଭାଇ ପଶିକି ସାଙ୍ଗେ ସାଙ୍ଗେ ଗୋଟେ ଭିଡ଼ିଓ କରିଦେଲୁ କି ନାଇଁ ସମସ୍ତେ ଦେଖନ୍ତୁ କି ଆମେ ବସିଛୁ, ନହେଲେ ଭାବିବେ ଖାଲି ସେଟା ଭିଡ଼ିଓ ସୁଟ୍ କରିକି ପଳେଇ ଆସିଲୁ। ତ ଭାଇ ଧୀରେ ଧୀରେ ଗାଡ଼ି ଷ୍ଟାର୍ଟ କରିବା ବି ଆରମ୍ଭ କଲା। ତ ସେଇ ଭିତରେ ସୂର୍ଯ୍ୟ ବି ଉଦୟ ହେଲା। ଆଉ ଓଃ ସତରେ ଭାଇ ବହୁତ ବିୟୁଟିଫୁଲ୍ ଥିଲା। ଆଉ କେତେ ଜଲ୍ଦି ଆମେ ଖୋର୍ଦ୍ଧାରେ ବି ପହଞ୍ଚିଗଲୁ, ଜଣା ବି ପଡ଼ିଲାନି। ତାପରେ ଆମକୁ ଧରେଇ ଦେଲେ 10 ଟଙ୍କିଆ ଚାହା ବିସ୍କୁଟ୍, 5 ଟଙ୍କାର ବିସ୍କୁଟ୍, 5 ଟଙ୍କାର ଚାହା। ଭାଇ କିଛି ମାନେ ଏତେ ବି ଖାସ୍ ନାହିଁ। ଆଉ ଛାଡ଼, ବାଧ୍ୟରେ ଯେହେତୁ ପଇସା ଦେଇଛୁ, ନ ପିଇଲେ ଏଠୁ ପଇସାଟା ଲସ୍ ହବ ଭାବିକି ମୁଁ ଏଠୁ ପିଇଦେଲି। ଆଉ ସେ ଗୋଟେ ଭିୟୁ ଟିକେ ଏନ୍ଜୟ କଲି। ଆଉ ଭାଇ ଯଦି ତମେ ବ୍ରହ୍ମପୁର ସାଇଡ଼୍ ଯାଉଛ ତାହେଲେ ନିଶ୍ଚିନ୍ତ ଭାଇ ଏଇ ଭିୟୁଟାକୁ କେମିତି ମିସ୍ କରିପାରିବ, ଯେଉଁଟା ଆମ ଗର୍ବ ଗୌରବ ଚିଲିକା ଲେକ୍। ଓଃ ଭାଇ ସତରେ କେମିତି ମାନେ ଭୟଙ୍କର ଭିୟୁ ଥିଲା। ଆଉ ଆପଣ ଦେଖିପାରୁଥିବେ, ଦେଖନ୍ତୁ ବାସ୍ ଭିୟୁଟା। ଭିୟୁ ଦେଖୁ ଦେଖୁ କେଡ଼େ ବେଗି ବ୍ରହ୍ମପୁରରେ ପହଞ୍ଚିଗଲୁ। ବନ୍ଦେ ଭାରତ ନା ଭାଇ ଜଣା ହିଁ ପଡ଼ୁନି। ତାପରେ ଆସିଥିଲା ଆମ ଜଳଖିଆ। ଆଉ ଭାଇ ସତରେ କହୁଛି ଜଳଖିଆ ଟୋଟାଲ୍ ମାନେ ବାଧ୍ୟରେ ଖାଲି ଆମେ ଖାଇଲୁ ପଇସା ଦେଇଛୁ ବୋଲି। ମାନେ ଯେମିତି ଲାଗିଲା ୱେଷ୍ଟ ଅଫ୍ ଟିକେ ମନି, ମାନେ ଆଉଟ୍ ଅଫ୍ 310 ମିଳିବ। ପୁରା ଥଣ୍ଡା ହେଇଯାଇଥିବା ଖାଇବା। ତ ଛାଡ଼, ଆଉ ଖାଇଦେଇକି କେଡ଼େ ଜଲ୍ଦି ଆମେ ପଲାସାରେ ପହଞ୍ଚିଗଲୁ। ସେଠୁ ସାଙ୍ଗେ ସାଙ୍ଗେ ଭାଇ ପଲାସା କ୍ରସ୍ କରିକି ପୁଣି ଶ୍ରୀକାକୁଲମକୁ କ୍ରସ୍ କରିଦେଲୁ। ଆଉ ତାପରେ ଆମେ ବିଜୟନଗରମକୁ ମଧ୍ୟ କ୍ରସ୍ କରିଦେଇକି ପହଞ୍ଚି ଯାଇଥିଲୁ। ତ ସିଟି ଅଫ୍ ଡେଷ୍ଟିନି ବିଶାଖାପାଟଣା। ହଁ ଆଜ୍ଞା, ମୁଁ ଆସିଛି ଆଉ ମୋ ଭାଇ ଆସିଛୁ ଆମେ ବିଶାଖାପାଟଣା ଗୋଟେ କାମରେ। ତ ଭାବିଲୁ କାମଟା ତ ହେଇଯିବ, ଏଇ ସହିତ ଆମେ ପୁରା ଟୁର୍ ବି କରିଦେବା ଗୋଟେ ସିଟିର। ତ ସେଇଥିପାଇଁ ଆମେ ଦି ଭାଇ ପହଞ୍ଚି ଯାଇକି ସାଙ୍ଗେ ସାଙ୍ଗେ ଗୋଟେ ଅଟୋ ବୁକ୍ କରିଦେଇକି ଆମେ ପଳେଇଲୁ ଭାଇଟା ଥିବା ଗୋଟେ କ୍ୱାର୍ଟରକୁ। ତ ଆଜି ଥିଲା ଛୋଟ କୁନି ବ୍ଲଗ୍‌ଟି। କେମିତି ଲାଗିଲା ଆର ଗୋଟେ ଡାଏରୀ କରି ମୁଁ ସ୍ୱତନ୍ତ୍ର ଅପଲୋଡ଼ କରିଦେବି 6-7ଟା ପାର୍ଟରେ। ଆପଣ ଯଦି ଭଲ ଲାଗିଥିବ କମେଣ୍ଟରେ ନିଶ୍ଚିନ୍ତ ଜଣାଇବେ। ରହିଲି, ଧନ୍ୟବାଦ। ସବସ୍କ୍ରାଇବ୍ କରିବାକୁ କେବେ ଭୁଲିବେନି।